ଜୟ ଶ୍ରୀ ଜଗନ୍ନାଥ। ସର୍ବପ୍ରଥମ Yes. ଗୁରୁଦେବ ଗଣପତି ଆଉ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଷ୍ଟାର୍ଟ କରିବା। ଆଜି ଆମର ବିଷୟ ଥିଲା ଯେ ମାନେ ବାସ୍ତୁରେ ନବଗ୍ରହ ମାନେ ଦିଗପାଳ ମାନଙ୍କର ରିଲେସନସିପ, ଠିକ ଅଛି ନା। ଆଜିର ଗୋଟେ ଗୋଟେ କହୁଥିବା କଥା ଟିକେ ଭଲସେ ମନରେ ପୁରେଇବେ। ଏ ସେସନ ଜେନେରାଲ ସେସନ ନୁହଁ। ଏଇଟା ଏଇଟା ହେଲା ପୁରାଣିକ ଇଣ୍ଟରପ୍ରିଟେସନ, ବାକି ଆପଣଙ୍କ ଇଚ୍ଛା, ଠିକ ଅଛି। ଆଜି ଆମର ଟପିକ ରହିଲା ବାସ୍ତୁରେ ଦଶ ଦିଗ ଓ ନବଗ୍ରହଙ୍କ ସମ୍ପର୍କ, ଠିକ ଅଛି ନା ରାଜୁ। Yes. 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 ଦଶ ଦିଗ ଠିକ। ନବଗ୍ରହଙ୍କ ଦର୍ଶନ। ଏଟା ହେଲା ନର୍ଥ, ସାଉଥ, ଇଷ୍ଟ, ଇଷ୍ଟ ୱେଷ୍ଟ। ୱେଷ୍ଟ। ନର୍ଥ, ସାଉଥ, ଇଷ୍ଟ, ଇଷ୍ଟ ୱେଷ୍ଟ। ଇଷ୍ଟ। ତ ଆମର ଦିଗପାଳଙ୍କର ଇଏ Yes. କ୍ଲିୟର ଆସୁଛି ତ ସବୁ। ହୁଁ। ଏବେ ଦିଗପାଳଙ୍କ କମ୍ପ୍ଲିଟ ହେଲା। ନର୍ଥ, ନର୍ଥ ଇଷ୍ଟ, ଇଷ୍ଟ, ସାଉଥ ଇଷ୍ଟ, ସାଉଥ, ସାଉଥ ୱେଷ୍ଟ, ୱେଷ୍ଟ ନର୍ଥ ଇଷ୍ଟ, ନର୍ଥ ୱେଷ୍ଟ। ଏ ସମସ୍ତଙ୍କ ଆଗ ଦିଗପାଳକୁ ଲେଖିଦେଲି। ବର୍ତ୍ତମାନ ଆମେ ନବଗ୍ରହଙ୍କୁ ଲେଖିବା, ଠିକ ଅଛି ନା। ଆଜ୍ଞା। ଗୋଟେ ସର୍ଟ ପଏଣ୍ଟ ଏଡ୍ କରିବେ କି ଦିଗପାଳ କାହିଁକି ଆଉ କଣ ପାଇଁ ଆମେ କନସିଡର କରୁଛେ। କହୁଛି ସବୁ କହୁଛି। ଯାହା କ୍ୱେରି ଅଛି ସବୁ ରେଡି କରି ରଖିଥାଅ। ଆଜ୍ଞା। ମୁଁ ଚେଷ୍ଟା କରିବି କି ୟାର ମୁଁ ଯଥାର୍ଥ ଏକ୍ସପ୍ଲେନେସନ ଦେଇପାରେ। ହଁ, ଦିଗପାଳ ଇନ ଦ୍ୟାଟ କଣ୍ଟେକ୍ସଟ, ସେ ପରବ୍ରହ୍ମ ପରମାତ୍ମା ଯେତେବେଳେ ଦେବତା ମାନଙ୍କୁ ବନେଇଲେ, ସେ ପ୍ରତ୍ୟେକ ଡିରେକ୍ସନ ର ଗୋଟେ ଗୋଟେ ଦେବତାଙ୍କୁ ଅଧିଷ୍ଠିତ କରେଇଲେ। ସେ ଦେବତାଙ୍କୁ ଅଧିଷ୍ଠିତ କରେଇଲେ ଏଇଥିପାଇଁ କି ସେ ଦିଗର ସେ କାମଟାକୁ ସିଏ ବୁଝିବେ, ରିପ୍ରେଜେଣ୍ଟ କରିବେ। ରିପ୍ରେଜେଣ୍ଟ କରିବେ। ଯେମିତି ଗୋଟେ ଅଫିସରେ ଡିଫରେଣ୍ଟ ଡିଫରେଣ୍ଟ ଟାସ୍କ ଥାଏ। ଡିପାର୍ଟମେଣ୍ଟ। ଆଡମିନିଷ୍ଟ୍ରେଟିଭ ଅଫିସ ଥାଏ, ଆକାଉଣ୍ଟସ ଅଫିସ ଥାଏ, ହେଡ୍ ଅଫ ଦ ଡିପାର୍ଟମେଣ୍ଟ ଥାଏ। ଏଠି ମନେ ରଖିଥାଏ ହେଡ୍ ଅଫ ଦ ଡିପାର୍ଟମେଣ୍ଟ ଗୋଟେ, ସିଏ ହଉଛି ଜଗନ୍ନାଥ। ଯଦି ମାନେ ସିଏ ହଉଛନ୍ତି ଜଗନ୍ନାଥ, କିଏ ତାଙ୍କୁ ପୁରୁଷୋତ୍ତମ ବି କହେ, କିଏ ତାଙ୍କୁ ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ବି କହେ। ଭାଇ ସବୁ ଖେଳ ତାରି, ଆଉ ଆଜ୍ଞା। ସିଏ ହିଁ ଚଲାଉଛି ସବୁ କିଛି, ବିଭିନ୍ନ ରୂପରେ ବିଭିନ୍ନ ବେଶରେ। ଏଠି ସେ ଦିଗପାଳ ବି ବିଭିନ୍ନ ଦିଗକୁ ସୃଷ୍ଟି କରିଛି। ଏଠି ସେ ନବଗ୍ରହ ନିଜେ ନବଗ୍ରହ ହେଇକି
डिफरेंट डिफरेंट डायरेक्शन को सृष्टि करछि। हम्म। ठीक अछि। आगे आगे। दिगपाल हिसाब रे नॉर्थ ईस्ट डायरेक्शन रे ईशान विष्णु अछंती, ईस्ट डायरेक्शन रे इंद्र अछंती, साउथ ईस्ट डायरेक्शन रे अग्नि अछंती, साउथ डायरेक्शन रे जम अछंती, साउथ वेस्ट डायरेक्शन रे निवृत्ति अछंती, वेस्ट डायरेक्शन रे वरुण अछंती, नॉर्थ वेस्ट डायरेक्शन रे वायु रहिले। ठीक अछि। नॉर्थ डायरेक्शन रे आगे। कुबेर ହେଇକି ରହିଲେ। ସେ परब्रह्म परमात्मा ନିଜକୁ ଦିଗପାଳ ହିସାବରେ ଏମିତି ଭାବରେ ଡିଭାଇଡ କଲେ ଏବଂ ବ୍ରହ୍ମ ସ୍ଥାନରେ ବ୍ରହ୍ମା ରହିଲେ। ଠିକ ଅଛି। आगे। ଏବେ ଆଷ୍ଟ୍ରୋଲୋଜିକାଲ ନବଗ୍ରହ ଉପରେ ଆସିଲି, ଯେ ନର୍ଥ ଇଷ୍ଟ ଡିରେକ୍ସନରେ ଚନ୍ଦ୍ର ରହିଲେ, ନର୍ଥ ଡିରେକ୍ସନରେ ବୁଧ ରହିଲେ, ନର୍ଥ ଇଷ୍ଟ ଡିରେକ୍ସନରେ ବୃହସ୍ପତି ରହିଲେ, ଇଷ୍ଟ ଡିରେକ୍ସନରେ ରବି ରହିଲେ, ସାଉଥ ଇଷ୍ଟ ଡିରେକ୍ସନରେ ଶୁକ୍ର ରହିଲେ, ସାଉଥ ଡିରେକ୍ସନରେ ମଙ୍ଗଳ ରହିଲେ, ସାଉଥ ୱେଷ୍ଟ ଡିରେକ୍ସନରେ ରାହୁ କେତୁ ରହିଲେ, ୱେଷ୍ଟ ଡିରେକ୍ସନରେ ଶନି ରହିଲେ। ଠିକ ଅଛି। କ୍ଲିୟର। यस यस। ବର୍ତ୍ତମାନ ଆମେ ଜାଣିବା ଦିଗର କଥା। ଦିଗ କହିବି ଆଉ ସିଏ କଣ ପାଇଁକି ସେଟା ବି କହିବି। ଆଚ୍ଛା, ଆମେ ସମସ୍ତେ ଜାଣିଛେ ସୂର୍ଯ୍ୟ ହଉଛନ୍ତି ସକଳ ଶକ୍ତିର ଆଧାର। କୌଣସି ପ୍ଲାନେଟ ର ନିଜର ରଶ୍ମି ନାହିଁ, ସେ ସବୁ ସୂର୍ଯ୍ୟଙ୍କଠୁ ରଶ୍ମି ନିଅନ୍ତି ଏବଂ ତଦନୁପାତିକ କାମ କରନ୍ତି। ଏବଂ ସିଏ ତାଙ୍କୁ ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି ବୋଲି କାହାକୁ ଅଛପା ନାହିଁ। ଏଇଟା ହଉଛି ୟୁନିଭର୍ସାଲ ଟ୍ରୁଥ କି ସୂର୍ଯ୍ୟ ଇଷ୍ଟ ଦିଗରେ ହିଁ ଉଦୟ ହୁଅନ୍ତି। ତେଣୁ ଇଷ୍ଟ ଡିରେକ୍ସନ ବନିଗଲେ ନବଗ୍ରହ କିଏ ନା ରବି। ଏଠି ଦିଗ ବାଳ କିଏ ନା ଇନ୍ଦ୍ର। ଯଦି ଇନ୍ଦ୍ରଙ୍କୁ ଦେଖାଯାଏ, ସେଇ ଲୋକ ଇନ୍ଦ୍ର ହେଇପାରିବ ଯେ ବହୁତ ତପସ୍ୟା କରିଥିବ, ସେ ଦେବତା ମାନଙ୍କର ରାଜା। ଏବଂ ଯଦି ଆଷ୍ଟ୍ରୋଲୋଜିକାଲ ପଏଣ୍ଟ ଅଫ ଭ୍ୟୁରେ ଦେଖିବା, ଆମେ ସୂର୍ଯ୍ୟଙ୍କଠୁ କଣ କଣ ଡିସାଇଡ କରୁ ନା ସୂର୍ଯ୍ୟ ହଉଛନ୍ତି ସକଳ ଚରାଚର ଜଗତର ଆତ୍ମା। ଯେହେତୁ ତାଙ୍କଠୁ ସବୁ ସୃଷ୍ଟି ହେଇଛି, ସୂର୍ଯ୍ୟଙ୍କ ଯୋଗୁ ସବୁ ଅଛି, ତାଙ୍କୁ ଆମେ ପିତା ବି ପିତାଙ୍କର ବି କାରକ ବୋଲି କହୁ। ଏବଂ ସୂର୍ଯ୍ୟଙ୍କୁ ନିରୋଗତା ଏବଂ ସର୍ବଶକ୍ତିର ଆଧାର ବୋଲି ମଧ୍ୟ କୁହାଯାଏ। ତେଣୁ ପୂର୍ବ ଦିଗକୁ ପିତୃସ୍ଥାନ ବି କୁହାଯାଏ। ଯୋଉମାନେ ଯୋଗୀ ଅଛନ୍ତି, ସାଇଣ୍ଟିଷ୍ଟ ଅଛନ୍ତି, ଯୋଉମାନେ ପରଲୋକରେ ବିଶ୍ୱାସ କରନ୍ତି, ସେମାନେ ଜାଣନ୍ତି ଯେ ଯୋଉମାନେ ଅତି ଉନ୍ନତ ଭାବରେ ଯୋଗ ଧ୍ୟାନ କରନ୍ତି ବା ପୁଣ୍ୟ କର୍ମ କରନ୍ତି, ସେମାନଙ୍କୁ ସୂର୍ଯ୍ୟ ଲୋକରେ ସ୍ଥାନ ମିଳେ। ତେଣୁ ଇଷ୍ଟରେ ନବଗ୍ରହ ହିସାବରେ ରବି ରହିଲେ ଏବଂ ଦିଗପାଳ ହିସାବରେ ଇନ୍ଦ୍ର ରହିଲେ। କ୍ଲିୟର। आगे आगे। ଠିକ ଅଛି। हम्म। ଯଦି କୌଣସି ଲୋକକୁ ଗଭର୍ଣମେଣ୍ଟ ତରଫରୁ କୌଣସି କୃପା ଦରକାର, ସିଏ ଆଇଦର ସୂର୍ଯ୍ୟଙ୍କୁ ପୂଜା କରିବ। ଠିକ ଅଛି। यस। ନହେଲେ ସିଏ ପୂର୍ବ ଦିଗକୁ, ଆମେ ଯେତେବେଳେ ଘରେ ପୂଜା କରୁ କୋଉ ଦିଗକୁ ଅନେଇକି ପୂଜା କରୁ? ଇଷ୍ଟ କୁ ଫେସ କରିଥାଉ। ईस्ट ହଁ को କି ନାହିଁ? ईस्ट। यस यस। पूर्व। ନହେଲେ ନର୍ଥ କୁ ଫେସ କରିଥାଉ। हम्म। ହେଲା। ତେଣୁ हम्म। ଏଇଟା ହେଲା ତାର ଜଷ୍ଟିଫିକେସନ। କିନ୍ତୁ ଏଇ ସବୁ ଦିଗରେ ଭାସି ଯାଉ ନାହିଁ। ସେ ଏକ ପରବ୍ରହ୍ମ ପରମାତ୍ମା ଭଗବାନ ଶ୍ରୀକୃଷ୍ଣ ହିଁ ସେ ଏଇ ରୂପ ନେଇଛି। ଖାଲି ସ୍ଥାନ आगे କାଳ ପାତ୍ର ବିଶେଷରେ ତାର ନାଁ ଚେଞ୍ଜ ହେଇଯାଇଛି, କିନ୍ତୁ ସେଇ ସବୁ ଚଲଉଛି। ଠିକ ଅଛି ନା। आगे आगे आगे। ତାପରେ ଆସିଲେ ପଶ୍ଚିମ ଦିଗକୁ ଆମେ ଦେଖିବା। ପୂର୍ବର ଠିକ ଅପୋଜିଟ ଡିରେକ୍ସନ ରେ ପଶ୍ଚିମ ଦିଗ, ଯାହାର ଦେବ ଦିଗପାଳ ହଉଛନ୍ତି ବରୁଣ। ଆଚ୍ଛା, ଲକ୍ଷ୍ମୀ କାହାଙ୍କ ଝିଅ? ବରୁଣଙ୍କ ଝିଅ। हम्म। ମହାଲକ୍ଷ୍ମୀ, ଲକ୍ଷ୍ମୀ ଯେତେବେଳେ, ଯଦି ତମେ ସମୁଦ୍ର ମନ୍ଥନ ପଢିବ, ସମୁଦ୍ର ମନ୍ଥନରେ ମହାଲକ୍ଷ୍ମୀ ଶେଷକୁ ବାହାରିଥିଲେ। हम्म। ଠିକ ଅଛି ନା। हम्म। ଆଉ କଣ କଲା ପରେ ବାହାରିଥିଲେ? ସମୁଦ୍ର ମନ୍ଥନ କଲା ପରେ, ମାନେ ସମୁଦ୍ର ମନ୍ଥନ ଭଳିଆ କଷ୍ଟ କାମ କଲା ପରେ ହିଁ ଲକ୍ଷ୍ମୀ ଦେବୀଙ୍କର ଆବିର୍ଭାବ ହେଇଥିଲା। କର୍ମର କାରକ କିଏ ଆଷ୍ଟ୍ରୋଲୋଜିରେ? सन ତେଣୁ ଦେଖ, सन शनिदेव। ତମ ସମୁଦ୍ର ମନ୍ଥନ କିଏ କରିଥିଲେ? ଦେବତା ଆଉ ଦାନବ ଉଭୟ ମିଶିକି। देव देव हाँ देवता। ଏଇଟା ସିଗ୍ନିଫାଏ କରୁଛି, ତମ ଭିତରେ ଥିବା ଦେବତତ୍ଵ, ତମ ଭିତରେ ଥିବା ଦାନବ ତତ୍ଵ ଯେତେବେଳେ ଏକାଠି ମିଶି କୌଣସି କର୍ମକୁ କରେ,
ଧର୍ମ ଭାବରେ, ହୁଁ ସେତେବେଳେ ହୁଁ ହିଁ ତୁମେ ଲକ୍ଷ୍ମୀ ଲାଭ କର। ଠିକ ଅଛି ନା? ଆଜ୍ଞା ଆଜ୍ଞା ହୁଁ ଯଦି ପଶ୍ଚିମ ଦିଗରେ କିଛି ଅସୁବିଧା ରହିଲା ତାହେଲେ କଣ ହବ? ନା ସେ ଘର ଭିଜିଲାନ୍ସ ର ଚଢାଉ ହବ। ଶନି ହଉଛନ୍ତି ପତନର କାରଣ। ଠିକ ଅଛି। ହୁଁ 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 ଏବେ ଆମେ ନର୍ଥ ଦିଗକୁ ପଳେଇବା। ଆଜ୍ଞା ନର୍ଥ ଦିଗର ଦିଗପାଳ କିଏ? କୁବେର। 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 ଠିକ ଅଛି ନା? ହୁଁ ନର୍ଥ ଦିଗରେ ଦିଗପାଳ ହଉଛନ୍ତି କୁବେର। କୁବେର କାହାର ପ୍ରତୀକ? ଧନର। ଧନ। କାଳ ପୁରୁଷ କୁଣ୍ଡଳୀରେ ବୁଦ୍ଧ କୋଉ ଭାବକୁ, କୋଉ କୋଉ ଭାବକୁ ରୁଲ କରନ୍ତି? 3 ଆଉ 6। ହୁଁ ପରାକ୍ରମର ପ୍ରତୀକ କିଏ? ହଁ। ପରାକ୍ରମ କୋଉ ଭାବରୁ ଦେଖୁ? 3 ନମ୍ବର ତୃତୀୟ ଭାବରୁ ଭାବ। ପରାକ୍ରମ ଦେଖୁ। ତୃତୀୟ ତୃତୀୟ ଭାବ। ତେଣୁ ବୁଦ୍ଧ ଯାହା ଯୋଉ ପ୍ଲାନେଟ ରୁ ଏଇ ବୁଦ୍ଧଙ୍କ ପ୍ଲାନେଟ ରୁ ଆମେ କାହାକୁ ଦେଖୁ? ବୁଦ୍ଧ ଇଜ ରିଲେଟେଡ ଟୁ ଲର୍ଡ ନାରାୟଣ। ଠିକ ଅଛି ନା? ହୁଁ ତେଣୁ ତମେ ପରାକ୍ରମ ଯାହା ବି କର, କିନ୍ତୁ ପରାକ୍ରମର ଅଧିଷ୍ଠାତା ଆକ୍ଚୁଆଲ ଦେବତା ହଉଛନ୍ତି ବୁଦ୍ଧ। ତମେ ପଚାରିବ କେମିତି ମଙ୍ଗଳ ହେବା କଥା? ମୁଁ କହୁଛି ଏ ସଂସାରରେ ଯେତେ ଜିନିଷ ସୃଷ୍ଟି ହେଇଛି, ସର୍ବପ୍ରଥମେ କାହାର ମନରେ ସୃଷ୍ଟି ହେଇଛି? ଇଣ୍ଟେଲିଜେନ୍ସ, ଯୋଉଟା କି ମାଇଣ୍ଡ। ସେ ଇଣ୍ଟେଲିଜେନ୍ସ କୁ ସେ ବାଣୀ ମାଧ୍ୟମରେ ବାହାର କରିଛି। ୟେସ୍। ହୁଁ ଏବଂ ବାଣୀ ମାଧ୍ୟମରେ ବାହାର କଲା ପରେ ସେଇଟା କାର୍ଯ୍ୟକାରୀ ହେଇଛି। ଠିକ ଅଛି। ଆଜ୍ଞା ଆଜ୍ଞା ତେଣୁ ନର୍ଥ ଡିରେକ୍ସନ ରେ ବୁଦ୍ଧ ଅଛନ୍ତି, ଯିଏ କି ହୁଁ ଯିଏ ବାଣୀର ପ୍ରତୀକ, ବାକ୍ ଚାତୁର୍ଯ୍ୟର ପ୍ରତୀକ। ଠିକ ଅଛି ନା? ଏବଂ ହୁଁ ଦିଗପାଳ ହିସାବରେ କିଏ ରହିଲେ? କୁବେର ରହିଲେ। କୁବେର। ବର୍ତ୍ତମାନ ସାଉଥ କୁ ପଳେଇ ଆସିବା। ସାଉଥ ହଉଛି ଯମଙ୍କ ଦିଗ। ଆଚ୍ଛା, ଆମେ ଯେତେବେଳେ ପିଣ୍ଡ ଦାନ କରୁ, କୋଉ ଦିଗକୁ ଅନେଇକି ପିଣ୍ଡ ଦାନ ହୁଏ? ସାଉଥ। ଦକ୍ଷିଣ। ଦକ୍ଷିଣ ଦିଗକୁ ଅନେଇକି ହୁଏ। ଦକ୍ଷିଣ। ଗ୍ରହ ଜଗତର ସେନାପତି କିଏ? ମଙ୍ଗଳ। ମଙ୍ଗଳ। ମଙ୍ଗଳଙ୍କଠୁ ଆମେ କୋଉ ଦେବତାଙ୍କୁ କଣ ଦେଖୁ? ଲର୍ଡ ନରସିଂହ। ନରସିଂହ। ଠିକ ଅଛି। ଆଚ୍ଛା ନରସିଂହ। ବୃହତ ପରାଶର ଓରା ଶାସ୍ତ୍ରରେ ମହର୍ଷି ପରାଶର ମଙ୍ଗଳଙ୍କୁ ଲର୍ଡ ନରସିଂହଙ୍କ ସହିତ ତୁଳନା କରିଛନ୍ତି। ମାନେ ତାଙ୍କରି ଅଂଶ ହିସାବରେ। ତୁଳନା କହିବାଟା ଅଂଶ। ଭୁଲ ହେଇଗଲି, କହିଦେଲି ଅଂଶ। ଠିକ ଅଛି ନା? ହୁଁ ଯମ କୋଉ କାହାର ଦେବତା? ମୃତ୍ୟୁର। ମୃତ୍ୟୁ। ହୁଁ। ଠିକ ଅଛି। ଆଜ୍ଞା। ଏବଂ ଯେତିକି ଫଙ୍କସନାଲ ମାଲିଫିକ ମାନେ କ୍ରୁର ଏବଂ ପାପି ଗ୍ରହ ହିସାବରେ କାହାକୁ ଦେଖାଯାଏ? ମଙ୍ଗଳ। ଏକ୍ଜାକ୍ଟଲି। ହୁଁ ମୋ କଥାଟା ବୁଝିପାରୁଛ ତ? ଆଜ୍ଞା। ଏବେ ଆମେ ନର୍ଥ ଇଷ୍ଟ କୁ ପଳେଇବା। ନର୍ଥ ନର୍ଥ ଇଷ୍ଟରେ ଇଷ୍ଟ। ଦିଗପାଳ କିଏ ରହିଲେ? ଆମର ଅ- ଈଶାନ ଈଶାନ ନହେଲେ ବିଷ୍ଣୁ। ଈଶାନ ବିଷ୍ଣୁଦେବ। ବିଷ୍ଣୁଦେବ ଐଶାନ୍ୟ। ଏ ଦି ଜଣ କାହାର ପ୍ରତୀକ? ଜ୍ଞାନର ପ୍ରତୀକ। ହୁଁ ଜ୍ଞାନ। ଈଶାନ ଆଉ ବିଷ୍ଣୁ ଜ୍ଞାନର ପ୍ରତୀକ ନା ନାହିଁ? ଆଜ୍ଞା ଆଜ୍ଞା ହଁ। ଆଜ୍ଞା ଆରେ ମହାଦେବଙ୍କଠୁ ତ ସବୁ ଜ୍ଞାନ କ୍ଷରିଛି ନା ଭାଇ। ଆଜ୍ଞା। ତେଣୁ ବୃହସ୍ପତିକୁ ଆମେ ଗ୍ରହ ଜଗତରେ କାହାର ପ୍ରତୀକ ବୋଲି ଦେଖୁ? ଗୁରୁ ଜ୍ଞାନ। ଗୁରୁ ମାନେ ଜ୍ଞାନର ପ୍ରତୀକ। ଆଜ୍ଞା। ହୁଁ। କ୍ଲିୟର। ଆଜ୍ଞା ଆଜ୍ଞା। ତେଣୁ ଯେତେବେଳେ କାହାର ବୃହସ୍ପତି ଖରାପ ଥାଏ, ଆଇଦର ସେ ଗୁରୁଙ୍କୁ ପୂଜା କରୁ, ନହେଲେ ମହାଦେବଙ୍କୁ ପୂଜା କରୁ, ହୁଁ ନହେଲେ କୃଷ୍ଣଙ୍କୁ ବନ୍ଦେ ଜଗତ ଗୁରୁମ୍। ଠିକ ଅଛି ନା? ହୁଁ। ଆଜ୍ଞା। ଏବେ ଆମେ ସାଉଥ ୱେଷ୍ଟ ଡିରେକ୍ସନକୁ ପଳେଇ ଆସିବା। ଇଏ ନିରୁତି ହୁଁ ହଉଛି ଜଣେ ଅସୁରୁଣୀ। ଠିକ ଅଛି ନା? ୟାକୁ ହୁଁ। ଏକ୍ସପ୍ଲେନ କରିବା ପାଇଁ ମୋ ପାଖରେ ସମୟ ନାହିଁ। ବହୁତ ବଡ ଷ୍ଟୋରି। ଦିନେ କରିବା ଆଉ। ଆଉ ଏଟା ମଳୟ। ଏ ଡିରେକ୍ସନରେ କିଏ ରହିଲେ ଗ୍ରହ? ରାହୁ କେତୁ। ବାସ୍। ଏବେ ସାଉଥ ୱେଷ୍ଟ ହୁଁ ଡିରେକ୍ସନରେ ଯଦି କୌଣସି ଅସୁବିଧା ହେଲା ନା, ତ ହୁଁ ଆପଣ ମାନେ ଜାଣିଛନ୍ତି ଏ ଡିରେକ୍ସନରେ ମାଫି ନାହିଁ, ସିଧା ଡେଥ। କଣ ହୁଏ? ୟେସ୍ ଡେଥ ଇଜ ଇକ୍ୱାଲ ଟୁ ଡେଥ। ତେଣୁ ତୁମେ
ଯଦି ତମ ଗୁଣ ଚରିତ୍ର ଠିକ ରଖିବ ହୁଁ ଏବଂ ସାଉଥ ୱେଷ୍ଟ ଡିରେକ୍ସନ କୁ ଠିକ ରଖିବ, ସବୁ ଆଷ୍ଟ୍ରୋଲୋଜର ହଉ ଚାहे ସେ ବାସ୍ତୁବିଦ ହଉ, ହୁଁ ସିଏ ଯଦି କେବେ ବି ସିଏ ପ୍ରଚେସ ହଉ ସବୁ ଡିରେକ୍ସନ ତ ଛେଡଖାନି କରିଦବ, କେବେ ବି ସାଉଥ ୱେଷ୍ଟ ଡିରେକ୍ସନ ତ ଛେଡଖାନି କରିବ ନାହିଁ। ହୁଁ। ଆଚ୍ଛା। ଠିକ ଅଛି ନା? ଆଜ୍ଞା। ଏଠି ଛେଡଖାନି କଲା ମାନେ ସେ ଜାଣିଛି କଣ ଅସୁବିଧା ହବ ତାର। ଠିକ ଅଛି, ଏଠି ସବୁ ୟେସ୍ ଓଜନିଆ ୟେସ୍ ଜିନିଷ ରହେ, ୱେଟ୍ ଜିନିଷ। ସବୁ ଓଜନିଆ ଜିନିଷ ରହେ। ୟେସ୍। ବର୍ତ୍ତମାନ ଆମେ ନର୍ଥ ୱେଷ୍ଟ ଡିରେକ୍ସନ ଦେଖିବା। ବାୟୁର କାମ କଣ ଥିଲା? ସେ ଗତିଶୀଳତା। ୟେସ୍। ଠିକ ଅଛି। ହୁଁ। ଆଚ୍ଛା, ଆମ ମନକୁ କିଏ କଣ୍ଟ୍ରୋଲ କରେ ଗ୍ରହ ଜଗତରେ? ଚନ୍ଦ୍ର। ଜ- ଆମର ନିଶ୍ୱାସ ପ୍ରଶ୍ୱାସ ଯେତେବେଳେ ଜୋର ଚାଲିଥାଏ, ଆମେ କଣ ଜାଣିବା? ଯେ ଆମର ଆଙ୍ଜାଇଟି ଚାଲିଛି, ହଁ କି ନାଇଁ? ଆଜ୍ଞା। ଆମର ନିଶ୍ୱାସ ପ୍ରଶ୍ୱାସ ଯେତେବେଳେ ନର୍ମାଲ ରହିବ ମେଡିଟେସନ କଲା ବେଳେ, ସେତେବେଳେ ହୁଁ ଆମେ ହୁଁ କଣ ଜାଣିବା? ମନ ଶାନ୍ତ ଅଛି। ତେଣୁ ଶାନ୍ତ ବାୟୁ ଇଜ ଅଛି। ରିଲେଟେଡ ଟୁ ଚନ୍ଦ୍ର ଅର ନଟ୍? ତମର ଯୋଉ ୟେସ୍। ନିଶ୍ୱାସ ପ୍ରଶ୍ୱାସ ଚାଲୁଛି, ହୁଁ ତାକୁ ହୁଁ ଯଦି ହୁଁ କିଏ ମାଷ୍ଟର କରିଦେଲା, ହୁଁ। ସିଏ ତ ପରବ୍ରହ୍ମକୁ ପାଇଯିବ ନା ଭାଇ। କାରଣ ସେଇଥିରେ ହିଁ ୟେସ୍। ତ ଆମର ଅଜପା ନାମ ଚାଲିଛି ନା, ହୁଁ ହୁଁ ହୁଁ। ଯୋଉଟାକୁ ତନ୍ତ୍ର ଶାସ୍ତ୍ରରେ ସୋହମ ବୋଲି କୁହାଯାଏ। ସ୍ୱର କଣ ଏମିତି ଅଛି ଗୋଟେ। ସୋଅହମ। ଠିକ ସୋ ଅଛି ନା? ସେ ଯିଏ ମୁଁ ହୁଁ ସିଏ। ୟେସ୍। ତେଣୁ ବାୟୁ ଏଥିରେ ନର୍ଥ ୱେଷ୍ଟ ଡିରେକ୍ସନ ର କିଏ ରହିଲେ? ଦିଗପାଳ ବାୟୁ। ଏବଂ ବାୟୁ ନର୍ଥ ବାୟୁ ଇଷ୍ଟ ଡିରେକ୍ସନ ନବଗ୍ରହ ଭିତରେ କିଏ ରହିଲେ? ନା ଚନ୍ଦ୍ର। ଚନ୍ଦ୍ର। ଏବଂ ଲାଷ୍ଟ କୁ ରହିଲା ଅଗ୍ନି, ସାଉଥ ଇଷ୍ଟ ଅଗ୍ନି ଡିରେକ୍ସନ। ସାଉଥ ଅଗ୍ନି ଇଷ୍ଟ କାହା ସହିତ ରିଲେଟେଡ? ଏପଟେ ଦିଗ କିଏ ରହିଲେ? ଶୁକ୍ର। ଆଚ୍ଛା, ଶୁକ୍ର କୋଉ କୋଉ ଜିନିଷର କାରକ? ଶୁକ୍ର ଇଜ ରିପ୍ରେଜେଣ୍ଟ ଟୁ ଆମର ଗୋଟେ ଛୁଆ ବେଳେ ଆମର ଗୋଟେ ଛୁଆ ବେଳେ ଶ୍ଲୋକ ପଢା ହେଇଥିଲା, ମନେ ଅଛି? ବିଦ୍ୟା ନେତା ଦଦାତି ହେବ। ବିନୟମ୍, ବିନୟାତ୍ ଯାତି ପାତ୍ରତ୍ୱମ୍, ପାତ୍ରତ୍ୱାତ୍ ଧର୍ମାପ୍ନୋତି, ଧନାତ୍ ଧର୍ମଃ ତତଃ ସୁଖମ୍। ହଁ କି ନାଇଁ? ହୁଁ। ବିଦ୍ୟା ବିନୟ ଦାନ କରେ, ବିନୟରୁ ଯୋଗ୍ୟତା ଆଜ୍ଞା। ହାସଲ ହୁଏ, ଯୋଗ୍ୟତାରୁ ଅର୍ଥ ହାସଲ ହୁଏ, ଏବଂ ଅର୍ଥ ଦ୍ଵାରା ହିଁ ଧର୍ମ କରାଯାଏ। ଠିକ ଅଛି। ହୁଁ। ହୁଁ। ଆରେ ଯାହା ପାଖରେ ଅର୍ଥ ନାହିଁ, ସେ କଣ ଧର୍ମ କରିବ? ନୋ। ନିଜର ସଷ୍ଟେନେବିଲିଟି ତ ରହିଲାନି, ସେ କଣ ଧର୍ମ ହୁଁ କରିପାରିବ? ତାର ତ ପରିବାର କେବେ ପ୍ରତିପୋଷଣରେ ଜୀବନ ଯିବ। ତେଣୁ ଶୁକ୍ର ହଉଛନ୍ତି ଗ୍ରହ ଜଗତରେ ଧନର କାରକ। ହୁଁ। ଠିକ ଅଛି ନା? ଶୁକ୍ରଙ୍କୁ ଆମେ ଏମିତି ବି ନେଇପାରିବା ଯୋଉଟା କି ଲକ୍ଜରୀ, ମାନେ ଧନ ଧନ ଉପରେ ଯୋଉଟା ଧନ ସେଟା ହେଲେ ଆରେ ଭାଇ ସେଇ ତ ମାନେ ମତେ ଭଲ ଏକ୍ସଟ୍ରିମ ଆମାଉଣ୍ଟ ଅଫ ୱେଲ୍ଥ। ଏକ୍ସଟ୍ରିମ୍ ରାଇଟ୍ ଏକ୍ସଟ୍ରିମ୍। ଏକ୍ସଟ୍ରିମ ଆମାଉଣ୍ଟ ଅଫ ୱେଲ୍ଥ। ତେଣୁ ହୁଁ ଏକ୍ସଟ୍ରିମ ଆମାଉଣ୍ଟ ଅଫ ୱେଲ୍ଥ ଆମେ କଣ ଚୋରି କରି କମେଇବା? ହୁଁ। ନା। ନା ଭଦ୍ର ଭାବରେ ବା ଧର୍ମ ହିସାବରେ କମେଇବା? ୟେସ୍। ତେଣୁ ଧର୍ମରେ ଧର୍ମ କୌଣସି ଜିନିଷ ହିସାବରେ କୌଣସି ଜିନିଷ କୋଉଠି ସବୁ ପବିତ୍ର ହୁଏ? ଅଗ୍ନି ଦ୍ଵାରା ହିଁ ନା ନାଇଁ? ଆଜ୍ଞା ଆଜ୍ଞା ଅଗ୍ନି ଫାୟାର। ତେଣୁ ଅଗ୍ନି ପବିତ୍ର ତାର ପ୍ରତୀକ। ଇଏ କହୁଛି ଯଦି ତମେ ପବିତ୍ରତା ମାଧ୍ୟମରେ ଧନ ଅର୍ଜନ କଲ, ସେଇଟା ହିଁ ଭଲ। ୟେସ୍। ଏବଂ ଏଠି ଦିଗପାଳ କିଏ ରହିଲେ? ମଝିରେ ବ୍ରହ୍ମା। ଏଠି କାହିଁ କେହି ନାହାନ୍ତି? ଏଠି ମାନେ ବ୍ରହ୍ମା ତ୍ରୁଟିରେ ଆମର ଯେତେବେଳେ ଏମିତି ବ୍ରହ୍ମା କାଳପୁରୁଷ କୁଣ୍ଡଳୀ ବନଉ, ହୁଁ। ସେତେବେଳେ ଏଇଠି ଆମେ ରାଶି ବା ଏତିକି ବା ଏତେ ଲେଖୁନ, ଲେଟ ସେ 1/1 ରାଶି ଲେଖିଦଉ ଲେଖୁଛୁ ନା ନାଇଁ? ଆଜ୍ଞା ଏଇଠି ଆଜ୍ଞା ଆକ୍ଚୁଆଲି ଓମ୍, ଏଇଠି ଆକ୍ଚୁଆଲି ଓମ୍ ଲେଖା ହେଇଥାଏ। ଆଜ୍ଞା। ହୁଁ। ତେଣୁ ଏଠି କେବଳ ସେ ନାରାୟଣ ରହିକି ନିଜେ ସମସ୍ତଙ୍କୁ କଣ୍ଟ୍ରୋଲ କରୁଛନ୍ତି। ଠିକ ଅଛି। ଆଜ୍ଞା। ଏବେ କ୍ଲିୟର ହେଲା କି? ଆଜ୍ଞା ଆଜ୍ଞା। ହୁଁ ହୁଁ। ମୁଁ ଏଇଟା ମନେ ରଖିବା ପାଇଁ ୟେସ୍ କି ଷ୍ଟୋରି ଟା କହିଲି, କପୋଳ କଳ୍ପିତ ଷ୍ଟୋରି, ଯାହା ମତେ ଭଲ ଲାଗିଲା। କିନ୍ତୁ ଏଇଟା ସତ, ତମେ ଯଦି ବୃହତ ପରାଶର ହୋରା ଶାସ୍ତ୍ର ଜ୍ୟୋତିଷର ମୂଳ ଗ୍ରନ୍ଥ ପଢିବ,
ଠିକ ଅଛି। ହୁଁ। ସେଇଠି ବୃହତ୍ ପରାଶର ହୋରା ଶାସ୍ତ୍ରରେ ତୁମେ ଦେଖିବ, ପରାଶର ମୁନି ନିଜେ କହିଛନ୍ତି ଏ ଗ୍ରହ ହଉଛନ୍ତି ନାରାୟଣଙ୍କର ନଅ ଅବତାର। ଠିକ ଅଛି ନା? ଆଜ୍ଞା। ଯିଏ ତୁମର କର୍ମ ଅନୁସାରେ ତୁମକୁ ଫଳାଫଳ ପ୍ରଦାନ କରନ୍ତି। କର୍ମ ଅନୁସାରେ। ଠିକ ଅଛି। ୟେସ୍ ୟେସ୍। ତ ଆଜ୍ଞା ଆଜିର ସେସନ ପାଇଁ ବାସ୍ତୁ ଓ ନବଗ୍ରହର ସମ୍ପର୍କ ମୁଁ ତୁମମାନଙ୍କୁ ବୁଝେଇଲି। ଆଜ୍ଞା। ଆ ଦେହରେ ଆଉ କିଛି କିଏ ଆଡ କରିବାକୁ ଚାହୁଁବ ଯଦି କରିପାର। ଆଉ କାହାର ଯଦି ପଚାରିବାର ଅଛି ପଚାରି ପାରିବେ। ହଁ, କାହାର ଯଦି କିଛି ଆଡ କରିବାର ଅଛି କରିପାର, ଯାହା କାହାର ଯଦି ପଚାରିବାର ଅଛି କିଛି ପଚାରିପାର। ଏଟା ରେକର୍ଡିଂ ଟା କ୍ଲୋଜ କର। ହଁ, ତ ମୁଁ ଖାଲି ଏତିକି ଆଉ ଗୋଟେ ଲାଷ୍ଟ କଥା ଆଡ କରିବି ଯେ ଦେଖ, କିଛି ଜିନିଷ ପରଫେକ୍ଟ ନୁହଁ, ପରଫେକ୍ଟ ବନେଇବାକୁ ପଡେ। କିଛି ଜିନିଷ ଲୋକ ଜାଣିକି ବି ପରଫେକ୍ଟ ବନେଇ ପାରିବେ ନାହିଁ। ଯିଏ ଯୋଉଥିପାଇଁ ଡେଷ୍ଟାଇନ୍ଡ ହେଇଥିବ ସେ ସେଇଠି ପହଞ୍ଚିବା କଥା ପହଞ୍ଚିବ। ଏଗୁଡା ସବୁ ଆଚ୍ଛା। ନାରାୟଣ ଉପରେ ଡିପେଣ୍ଡ କରେ। କେହି କିଛି କରନ୍ତିନି, କେହି କିଛି କରନ୍ତିନି, ସେ ଏକ ହିଁ କରୁଥାଏ। ତେଣୁ ତୁମେ ତା ପାଇଁ ଭକ୍ତି ରଖ। ଆଜ୍ଞା। ଆଉ ସବୁବେଳେ କହିଲା ଭଳିଆ ଗୋଟେ କଥା ମନେ ରଖିବ, କେବେ ବି ପରବ୍ରହ୍ମ ପରମାତ୍ମା ବା କୌଣସି କାମ କରିବା ପାଇଁ ଆମକୁ ଗୁରୁର ଆବଶ୍ୟକତା ଅଛି। ତ ଜୀବନରେ ଗୁରୁର ଆବଶ୍ୟକତା ଏଇଥିପାଇଁ ଦରକାର କି ସେ ଗୋଟିଏ ଲୋକ ତୁମର ଜୀବନକୁ ଚେଞ୍ଜ କରିଦେଇ ପାରିବ ୟେସ୍। କମ୍ପ୍ଲିଟଲି, ଯଦି ବିଶ୍ୱାସ ଥାଏ ତ। ଏବଂ ଯଦି ତାଙ୍କ ପ୍ରତି ମାନିବା ଗୁଣ ଥାଏ, ଭଲ ପାଇବା ଥାଏ, ପ୍ରେମ ଥାଏ। ଆଜ୍ଞା ଏହାର ଏକ୍ଜାମ୍ପଲ ଆମେ ରାଜର କୁଣ୍ଡୁଲି ଆଉ ଅନ୍ୟ ସେ ପିଲାଟାର କୁଣ୍ଡୁଲି ଦେଖିଦେଇଛେ। ଠିକ ଅଛି। ଆଜ୍ଞା ଆଜ୍ଞା। ତେଣୁ ଆଜିର ସେସନ ପାଇଁ ଏତିକି। ଜୟ ଶ୍ରୀ ଜଗନ୍ନାଥ। ଜୟ ଶ୍ରୀ ଜଗନ୍ନାଥ।